देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1 ଯୁକ୍ତ 3 ପ୍ରଥମ ବର୍ଷ ନାମଲେଖାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି। ଶିକ୍ଷାବର୍ଷ 2021-22ରେ ଯୁକ୍ତ 3 ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଆବେଦନକାରୀମାନେ ଆସନ୍ତା 23 ତାରିଖ ପୂର୍ବାହ୍ନ 11ଟା ଠାରୁ 28 ତାରିଖ ରାତି 11:45 ଯାଏଁ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଡିସେମ୍ବର 3 ଅପରାହ୍ନ 2ଟାରେ ପ୍ରଥମ ଓ 10 ତାରିଖ ଅପରାହ୍ନ 2ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ପ୍ରଥମ ମେଧା ତାଲିକା ପାଇଁ ଡିସେମ୍ବର 4ରୁ 7 ତାରିଖ ଯାଏଁ ରବିବାର ବ୍ୟତୀତ ନାମଲେଖା ହେବ। ସେହିପରି ଡିସେମ୍ବର 11ରୁ 14 ତାରିଖ ପର୍ଯ୍ୟନ୍ତ ରବିବାର ବ୍ୟତୀତ ନାମଲେଖା ହେବ। କେଉଁ କଲେଜଗୁଡ଼ିକରେ କେତେ ସିଟ୍ ଖାଲି ରହିଲା ସେ ନେଇ ଜଣାପଡ଼ିବ। ନମ୍ବର 2 କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ଏହାଫଳରେ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ଯୋଡ଼ି ହେଲା କେନ୍ଦୁଝର। ଜିଲ୍ଲାର 4,19,000 ଲୋକ ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ। ସ୍ମାର୍ଟ ହେଲ୍ଥ କାର୍ଡ ଯୋଗୁଁ ରାଜ୍ୟର 3 କୋଟି ଲୋକ ଉପକୃତ ହେବେ। ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନମ୍ବର 3 ମମିତା ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ। କଳାହାଣ୍ଡି ଜିଲ୍ଲା କେଙ୍ଗା ଥାନା ଅନ୍ତର୍ଗତ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ନେଇ ପରିବାର ପକ୍ଷରୁ ମାମଲା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି। ଆଗାମୀ ଡିସେମ୍ବର 3 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ ବିଚାର ପାଇଁ ଅପିଲ ରଖିଥିଲେ ପରିବାର ଲୋକେ। ଏହା ପୂର୍ବରୁ ମମିତାଙ୍କ ପରିବାର ହାଇକୋର୍ଟରେ ଆବେଦନ କରିଛନ୍ତି ତାଙ୍କ ପରିବାରର ଗୋପନୀୟତା ଅଧିକାର ରକ୍ଷା କରାଯାଉ। ତଦନ୍ତ ସରିନଥିବାରୁ ଚାଞ୍ଚଲ୍ୟକର ତଥ୍ୟ ମିଡିଆରେ ପ୍ରକାଶ ପାଉଛି। ନମ୍ବର 4 ଭୋଟର ତାଲିକା ସଂଶୋଧନ ପାଇଁ ସ୍ୱତନ୍ତ୍ର ଅଭିଯାନ। ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୋଟର ତାଲିକାରେ ରହିଥିବା ବ୍ୟକ୍ତି ନିଜର ନାଁ ଠିକଣା ଅନ୍ୟାନ୍ୟ ତ୍ରୁଟିର ସଂଶୋଧନ ପାଇଁ ଆବେଦନ କରିପାରିବେ। ଆସନ୍ତା 21 ତାରିଖରେ ଏଥିପାଇଁ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଉଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ। ଶ୍ରୀ ଲୋହାନୀ କହିଥିଲେ ଯେ ଭୋଟରମାନେ ଉଭୟ ଅନଲାଇନ୍ ଓ ଅଫଲାଇନ୍ରେ ଆବେଦନ କରିପାରିବେ। କୋଭିଡ ପରିପ୍ରେକ୍ଷୀରେ ଏବେ ଅନଲାଇନ୍ ଆବେଦନ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରାଯାଉଛି। ଏଥିପାଇଁ ଭୋଟରମାନଙ୍କୁ ନିଜ ସ୍ମାର୍ଟଫୋନରେ ଭୋଟର ହେଲ୍ପଲାଇନ୍ ଆପ୍ ଡାଉନଲୋଡ୍ ଜରିଆରେ କିମ୍ବା nvsp.in ୱେବସାଇଟ୍ରେ ମଧ୍ୟ ଆବେଦନର ସୁବିଧା ଦିଆଯାଇଛି। ଅଫଲାଇନ୍ରେ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ବିଏଲ୍ଓଙ୍କୁ ଯୋଗାଯୋଗ କରି ଆବଶ୍ୟକ ଫର୍ମ ପୂରଣ କରିବେ। ପାଣିପାଗ ସୂଚନା ଶୁକ୍ରବାର ମାଡ଼ ହେବ ଲୋପାର। ଏହିସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଏହା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉଛି। ଗୁରୁବାର ସକାଳ ସୁଦ୍ଧା ଏହା ତାମିଲନାଡୁର ଉତ୍ତର ଉପକୂଳରୁ 310 କିଲୋମିଟର ଦୂରରେ ଥିବା ସୁଅ ପରିବେଶ ଓ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲୋପାର ଧୀରେ ଧୀରେ ବଡ଼ ଗୋଟଉଛି। ଏହା ଆଜି ସ୍ଥଳଭାଗ ଛୁଇଁପାରେ। ଧୀରେ ଧୀରେ ଏହା ପଶ୍ଚିମ ଉତ୍ତର ଦିଗରେ ଆଗକୁ ବଢ଼ିବ। ଫଳରେ ଶୁକ୍ରବାର ସକାଳେ ଲୋପାର ଚେନ୍ନାଇ ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି। ଲୋପାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ପ୍ରାନ୍ତରେ ଥିବା ଜିଲ୍ଲାଗୁଡ଼ିକରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶନିବାର ଯାଏଁ ଲଗାଣ ବର୍ଷା ଜାରି ରହିବ। ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକା ବୃଷ୍ଟିପାତର ସମ୍ଭାବନା ରହିଛି। ନମ୍ବର 6 ସବୁ ଚାଷୀ ଏକ ଜାରି ହେବ ଗୋଟିଏ ପରିଚୟପତ୍ର। ଭୂମିହୀନ ଭାଗ ଚାଷୀ, ଜମି ଥିବା ଚାଷୀ, ଉଦ୍ୟାନ କୃଷି, ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ଚାଷୀ, ମତ୍ସ୍ୟ ପଶୁ ସମ୍ପଦ ଚାଷୀ ଏବଂ କୃଷି ଶ୍ରମିକ ସବୁ ସମାନ। କେବଳ କଥାରେ ନୁହେଁ, ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକକ ପରିଚୟପତ୍ର ଦିଆଯିବ। ଏ ସଂକ୍ରାନ୍ତରେ କୃଷି ବିଭାଗ ପକ୍ଷରୁ କୃଷକ ଓଡ଼ିଶା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଏଥି ଅନ୍ତର୍ଗତରେ ପରିବାର ନୁହେଁ ଚାଷୀ ଭିତ୍ତିରେ ପଞ୍ଜୀକରଣ କରାଯିବ। ଏକକ ପରିଚୟପତ୍ର ଦ୍ୱାରା ଏଣିକି ଯୋଜନାର ଲାଭ ପାଇବା ପାଇଁ ବାରମ୍ବାର ତଥ୍ୟ ଦେବାକୁ ପଡ଼ିବ ନାହିଁ। ଯୋଗ୍ୟ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ। ଚାଷୀଙ୍କ ସମସ୍ତ ତଥ୍ୟ ଉପଲବ୍ଧ ରହିବ। ଏହି ଅନୁଯାୟୀ ଭବିଷ୍ୟତର ସମସ୍ତ ଯୋଜନା କାର୍ଯ୍ୟକାରୀ ହେବ। କୃଷକମାନଙ୍କୁ ସେମାନଙ୍କ ସଠିକ୍ ଏବଂ ନିର୍ଭୁଲ ତଥ୍ୟ କ୍ଷେତ୍ର କର୍ମଚାରୀମାନଙ୍କୁ ଦେବାକୁ କୃଷି ବିଭାଗ ଅନୁରୋଧ କରିଛି। ନମ୍ବର 7 14ଟି ସ୍ଥାନରେ ଏନ୍ଆଇଏ ଚଢ଼ଉ, ମାଓ ସାମଗ୍ରୀ ଜବତ। ମାଓ ନେଟୱାର୍କ ଠାବ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ କାଲି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର 14ଟି ସ୍ଥାନରେ ଚଢ଼ଉ କରାଯାଇଛି। 2019ରେ ବସ୍ତରରେ ହୋଇଥିବା ମାଓବାଦୀ ଓ ସୁରକ୍ଷା ବାହିନୀ ଏନ୍କାଉଣ୍ଟର ମାମଲାରେ ଏହି ଚଢ଼ଉ କରାଯାଇଥିବା ଏନ୍ଆଇଏ ପକ୍ଷରୁ କୁହାଯାଇଛି। ଚଢ଼ଉ କରାଯାଇଥିବା 14ଟି ସ୍ଥାନ ମଧ୍ୟରେ ରହିଛି ହାଇଦ୍ରାବାଦ, ମେଡକ, ରାଚକୋଣ୍ଡ, ପ୍ରକାଶମ, ବିଶାଖାପାଟଣା, ନେରୋର ଏବଂ ବିଜୟୱାଡ଼ା ଅନ୍ତର୍ଭୁକ୍ତ। ଏହି ଚଢ଼ଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଡିଜିଟାଲ ସାମଗ୍ରୀ, ମାଓ ସାହିତ୍ୟ ଜବତ ହୋଇଛି। ନମ୍ବର 8 ଧାନ କିଣା ଟୋକନରେ ଆସିବ ସଂସ୍କାର, ଯୋଡ଼ା ହେଲା ନୂଆ ସିଷ୍ଟମ। ଧାନ କିଣାରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ନେବାକୁ ଯାଉଛି ଯୋଗାଣ ବିଭାଗ। ଏନେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। 3 ବର୍ଷରେ ପଦାର୍ପଣ କରିଛି ଟୋକନ ସିଷ୍ଟମ।
ये सिस्टम होचे आधार ऑथेंटिकेट रजिस्ट्रेशन सिस्टम। यह सब वर्तमान इंटरैक्टिव वॉइस रेस्पॉन्स सिस्टम जोड़ा जाइछि। यह चाषी को सहाय्य करिवो। योग्य चाषी जो माने पंजीकरण करिसंती तांको न्याय देवा कार्यक्रम जोगाण विभागर बोली रणेंद्र स्वाई कहिसंती। रणेंद्र स्वाई कहिसंती गत वर्ष ठारू 5% अधिक चाषी को मध्य आमे 24 घंटा भितर न्याय्य प्राप्य एमएसपी देवा पई व्यवस्था करिछु। ता छड़ा एही व्यवस्था को अधिक स्वच्छ करिवा पई आईवीआरएस व्यवस्था प्रचलन कर जाइछि। नंबर 9 हीराकुद जल भंडारर गभीरता पटुमाटी मापिबाकू राज्य सरकारक प्रस्तुति। विश्वर सर्वबृहत माटीबंध हीराकुद जलभंडारर गभीरता और पटुमाटी मपाजिबो। एने सरकारी स्तर में टेंडर प्रक्रिया सरीछि एवं खूब शीघ्र यह कार्यकारी हेबो। महानदीर जल विवाद ट्रिब्यूनाल रे थिबा बेले राज्य सरकार हीराकुद डैम गभीरता और पटुमाटी मापिबा पई प्रक्रिया आरंभ करिसंती। नदीबंध तैयारी बेड़र नक्शा गभीरता जलधारण क्षमता को आधार करी बाथमेट्रिक सर्वेक्षण जरिया यह मपाजिबो। डैम मुख्य जंत्री आनंद चंद्र साहू यह सूचना देइछंती। महानदी उपरमुंडरे छत्तीसगढ़ चेक डैम ब्यारेज निर्माण जोगु हीराकुद को जल प्रवेश कमुछि। प्रतिवर्ष पटुमाटी धसई पशुथिबारु गभीरता कमुछि, जहाको नै जल संपदा विभाग चिंता करिबा सह एबडी पदक्षेप हाथकु निया जाइछि। नंबर 10 मार्च सुधा 6 सरकारी संस्थार घरोईकरण। घरोईकरण पुंजी प्रत्याहार को नहीं केंद्र सरकार स्पष्ट नीति प्रस्तुत करिसंती। चलित आर्थिक वर्ष शेष सुधा अर्थात 2022 मार्च सुधा 6टी सरकारी कंपनीर अंशधन बिक्री प्रक्रिया शेष करने को लक्ष्य धार्य कर जाइछि। भारत पेट्रोलियम, बीईएमएल, शिपिंग कॉर्पोरेशन, पवन हंस, सेंट्रल इलेक्ट्रोनिक्स घरोईकरण मार्च सुधा शेष हेबो बोली केंद्र सरकारक दीपम विभागर सचिव तुहिनकांत पांडे कहिसंती। से कहिसंती जे दीर्घ 19 वर्ष पर चलित वर्ष में 5 रु 6टी सरकारी संस्थार घरोईकरण करा जिवो। घरोईकरण हेबाकु थिबा संस्थागुड़ी को बिक्री करिबा लागि घरोई संस्था ठारू आवेदन आह्वान करा जाइछि। किछि संस्थार मालिकाना सत्व को मध्य सरकार हस्तांतर करने को लक्ष्य रखिछंती। यह व्यतीत आसंता वर्ष मार्च सुधा भारतीय जीवन बीमा निगम अर्थात एलआईसी रो इनिशियल पब्लिक ऑफर बा आईपीओ जारी करा जिवो बोली मध्य लक्ष्य रखा जाइछि। नंबर 11 अरुणाचल प्रदेश रे वायुसेनार हेलिकॉप्टर क्रैश, अल्पके वर्तिले 5 जण। भारतीय वायुसेनार हेलिकॉप्टर क्रैश होइछि। काली अरुणाचल प्रदेश रे वायुसेनार विमान MI-17 हेलिकॉप्टर क्रैश लैंड करिछि। एही दुर्घटना रे विमान रे थिबा 2 जण पायलट और 3 जण क्रू मेंबर अल्पके रक्षा पाइछंती। सूचना अनुसार हेलिकॉप्टर मेंटेनेंस काम रे नियोजित थिला। हठात मझी आकाशरे एही हेलिकॉप्टरटी दुर्घटनाग्रस्त होइथिला। हेले एही दुर्घटनार कारण एपर्यंत जणा पड़ी नाही। एनी तदंत जारी रहिछि। नंबर 12 आज कार्तिक पूर्णिमा रे विरल चंद्रग्रहण। आज कार्तिक पूर्णिमा अर्थात 19 नवेम्बर 2021 रे चलित वर्षर शेष चंद्रग्रहण संगठित हेबो। यह एक आंशिक चंद्रग्रहण हेबो जहाँकि भारत में उपछाया चंद्रग्रहण भाव में ग्रहण करा जिवो। यह एक विरल चंद्रग्रहण बोली कहुजाउछि। एही चंद्रग्रहण दीर्घ समय धरी संगठित हेउथिबा आंशिक चंद्रग्रहण। ज्योतिर्विज्ञानी माने विश्वास करती जे 580 वर्ष पर पुणी एक दीर्घ चंद्रग्रहण पुनर्बार दृश्यमान हेबो। एही दीर्घ समय चंद्रग्रहण पूर्व 18 फेब्रुआरी 1440 रे घटिथिला। एही चंद्रग्रहण नवेम्बर 19 शुक्रवार दिन भारतीय समय दिन 11:34 रु आरंभ होई अपराह्न 5:33 पर्यंत रहिबो। एही छाया चंद्रग्रहण मोट 5 घंटा 59 मिनिट संगठित हेबो। नंबर 13 चेक इन बैग उपरे फी लगैबो इंडिगो। सुलभ मूल्य रे विमान यात्रा सुविधा प्रदान करुवा संस्था इंडिगो पक्षरु यात्री मानक चेक इन बैग उपरे फी लगैबा विषय विचार करा जाउछि। यात्री माने निज सहित जो बैग नहीं विमान मध्य को प्रवेश करती सेगुड़ी को चेक इन बैग वर्गर विचार करा जाए। अन्य बड़ लगेज गुड़िक विमान लगेज रखिबा स्थान रे रखा जाए। कोविड महामारी व्यापीबा परे बैगेज चार्ज आदि बहु किछि को टिकट मूल्य रे जोड़ी दिया जाइथिला। एबे कोविड भय दूर होई स्वाभाविक स्थिति फेरुथिबारु टिकट दाम रु बैगेज चार्ज को अलग करिबा विषय विमान कंपनी गुड़िक विचार करुछंती। प्रथमे गो एयर एवं एबे इंडिगो निजर बैगेज चार्ज पुनर्बार लागू करिबा पई योजना रखिछंती। एथिपई सरकार अनुमति देले विमान टिकट दाम आहुरी ह्रास पाइबार संभावना रहिछि। नंबर 14 भारत चीन आलोचना शेष, द्विपाक्षिक बुझामणा को सम्मान जणाइबाकू उभय पक्ष राजी। एलएसी रु सेना प्रत्याहार पई भारत चीन मध्य काली चलीथिबा आलोचना शेष होईछि। द्विपाक्षिक राजीनामा को सम्मान जणाइबाकू आगोकू सीमारे जेपरी कोनसी अप्रीतिकर परिस्थिति सृष्टि न हुए सेने उभय पक्ष राजी होईछंती। सेहीपरि खूब शीघ्र 14तम कमांडर स्तरीय आलोचना पई उभय पक्ष राजी होईछंती बोली भारतीय वैदेशिक मंत्रालय पक्षरु कुहाଯାଇଛି। देप्सांग अंचलरू सेना प्रत्याहार पई आलोचना माध्यमरे समाधानर पंथा बाहर करिबाकू उभय पक्ष राजी होईछंती। गत अक्टोबर मास 10 तारिख रे अनुष्ठित होईथिबा 13तम कमांडर स्तरीय आलोचना रे कौनसी समाधान बाहरी नथिला। भारतर प्रस्ताव को चीन पक्ष ग्रहण न करिबारु एही आलोचना विफल होइथिला बोली भारत सरकार कहिथिले। नंबर 15 जुक्त 2 पई पुणी थरे नामलेखा आवेदन 24 रे मेधा तालिका।
ଯୁକ୍ତ 2ରେ ଖାଲି ଥିବା ସିଟ୍ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ନଭେମ୍ବର 18 ତଥା ଗୁରୁବାର ପୂର୍ବାହ୍ନ 11:30ରୁ 22 ତାରିଖ ରାତି 11:55 ପର୍ଯ୍ୟନ୍ତ ଆବେଦନ କରିପାରିବେ। 24 ତାରିଖ ଅପରାହ୍ନ 3ଟାରେ ମେଧା ତାଲିକା ସହ ୱେଟିଂ ଲିଷ୍ଟ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ। 25 ତାରିଖ ପୂର୍ବାହ୍ନ 10ଟାରୁ 26 ତାରିଖ ଅପରାହ୍ନ 4ଟା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। 26 ତାରିଖ ଅପରାହ୍ନ 4:15ରୁ 27 ତାରିଖ ଅପରାହ୍ନ 2ଟା ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ। 27 ତାରିଖ ଅପରାହ୍ନ 4ଟାରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ 27ରୁ 29 ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ। ଦଶମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ପ୍ରଥମ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରି ସିଟ୍ ପାଇନଥିବା ଛାତ୍ରଛାତ୍ରୀ CF ଫି ଦାଖଲ ନ କରି ପୂର୍ବରୁ ଥିବା ଲଗ୍ଇନ୍ ମାଧ୍ୟମରେ ଆବେଦନ କରିପାରିବେ। ନମ୍ବର 16 26ରୁ ନବମ ଶ୍ରେଣୀ ପରୀକ୍ଷା। ରାଜ୍ୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ସମସ୍ତ ପିଲାଙ୍କ ନିମନ୍ତେ ଚଳିତ ମାସ 26ରୁ 29 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ବା ସମିଟିଭ୍ ଆସେସମେଣ୍ଟ 1 କରିବା ପାଇଁ ଓଡ଼ିଶା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ସମ୍ପାଦକ କାଲି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିମନ୍ତେ ଗାଇଡଲାଇନ୍ ଜାରି କରିଛନ୍ତି। ସମଗ୍ର ରାଜ୍ୟରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ କହିବା ସହ ଆବଶ୍ୟକ ଗାଇଡଲାଇନ୍ ମଧ୍ୟ ଜାରି କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ ଆସନ୍ତା 23 ତାରିଖ ସୁଦ୍ଧା ବୋର୍ଡ ଦ୍ୱାରା ସମସ୍ତ ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପରୀକ୍ଷା ସାମଗ୍ରୀ ପହଞ୍ଚାଇ ଦିଆଯିବ। ସ୍କୁଲଗୁଡ଼ିକ ଯେଭଳି 24 ତାରିଖରେ ନୋଡାଲ କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ପରୀକ୍ଷା ସାମଗ୍ରୀ ନେବେ ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଅନୁରୋଧ କରାଯାଇଛି। ନମ୍ବର 17 କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର। ଦୁର୍ନୀତି ବିରୋଧୀ ଅଭିଯାନ ଜରିଆରେ ସରକାର ଏପରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରତାପ ଏବେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି। ରାଜ୍ୟ ପୁଲିସ ହାଉସିଂ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର ଥିଲେ ପ୍ରତାପ। ଭିଜିଲାନ୍ସ ରେଡ୍ ବେଳେ ତାଙ୍କ ପାଖରୁ 15 କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ସେ ତାଙ୍କ ଆୟରୁ 10 ଗୁଣ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ତଦନ୍ତ ବେଳେ ଭିଜିଲାନ୍ସ ଏହା ଜାଣିବାକୁ ପାଇଛି। ପୂର୍ବରୁ ପ୍ରତାପ ଚାକିରି କାଳ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ମଧ୍ୟ ନିଲମ୍ବିତ ହୋଇଥିଲେ। ପ୍ରତାପଙ୍କୁ ମିଶାଇ 131 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ବା ବହିଷ୍କୃତ କରିଛନ୍ତି ସରକାର। ନମ୍ବର 18 ଏୟାର ଏସିଆ ଓ ଏୟାର ଇଣ୍ଡିଆର ମିଶ୍ରଣ କରିବ ଟାଟା ଗ୍ରୁପ। ରାଷ୍ଟ୍ରାୟତ୍ତ ବିମାନ ସେବା କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପରେ ଏହାର ନବକଳେବର କରିବାକୁ ଯୋଜନା କରୁଛି ଟାଟା ଗ୍ରୁପ। ଏହି ବିମାନ ସେବା କମ୍ପାନୀର ଖର୍ଚ୍ଚ କାଟ କରି ଏହାକୁ ଲାଭଜନକ କରିବାକୁ ଯୋଜନା କରାଯାଉଛି। ଏଥିପାଇଁ ପୂର୍ବରୁ ଟାଟା ଅଧୀନରେ ଥିବା ଶସ୍ତା ବିମାନ ସେବା କମ୍ପାନୀ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ ପାଇଁ ଯୋଜନା କରାଯାଉଛି। ଏହି ମିଶ୍ରଣ ଫଳରେ ଖର୍ଚ୍ଚ କାଟ କରିବା ସହ ଏକ ବୃହତ ବିମାନ ସେବା କମ୍ପାନୀ ଗଠନର ପରିକଳ୍ପନା କରୁଛି ଟାଟା ଗ୍ରୁପ। ଏୟାର ଏସିଆରେ ଟାଟା ଗ୍ରୁପର ପ୍ରାୟ 84% ଅଂଶଧନ ରହିଛି। ଏଣୁ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ ଟାଟା ଗ୍ରୁପର ପାଇଁ ସେତେଟା କଷ୍ଟକର ହେବ ନାହିଁ। ଅନ୍ୟପକ୍ଷରେ ଭିସ୍ତାରା ଓ ଏୟାର ଇଣ୍ଡିଆର ସିଡ୍ୟୁଲ ମଧ୍ୟରେ ତାଳମେଳ ପାଇଁ ଉଦ୍ୟମ କରାଯାଉଛି। ଭିସ୍ତାରାରେ ଟାଟା 51% ଓ 49% ସିଙ୍ଗାପୁର ଏୟାରଲାଇନ୍ସ ପାଖରେ ରହିଛି। ଟାଟା ଗ୍ରୁପର ଗୋଟିଏ ବିମାନ ସେବା କମ୍ପାନୀ ଗଠନ କରି ତା ମଧ୍ୟରେ ଏସବୁ ଏୟାରଲାଇନ୍ସକୁ ସାମିଲ କରିବାର ସମ୍ଭାବନା ରହିଛି। ନମ୍ବର 19 ପରମବୀର ସିଂ କେଉଁଠି ଲୁଚିଛନ୍ତି ନ କହିବା ପର୍ଯ୍ୟନ୍ତ ଶୁଣାଣି ହେବ ନାହିଁ, କହିଲେ ସୁପ୍ରିମକୋର୍ଟ। ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ କେଉଁଠି ଆତ୍ମଗୋପନ କରିଛନ୍ତି ତାହା ନ କହିବା ପର୍ଯ୍ୟନ୍ତ ତାଙ୍କର ଆବେଦନ ଶୁଣାଣି କରାଯିବ ନାହିଁ ବୋଲି କାଲି ସୁପ୍ରିମକୋର୍ଟ କହିଛନ୍ତି। ସୂଚନାଯୋଗ୍ୟ ପଳାତକ ଘୋଷିତ ପରମବୀର ସିଂ ତାଙ୍କ ବିରୋଧରେ ଲାଗୁ ହୋଇଥିବା ଅପରାଧିକ ମାମଲା ଜନିତ ଗିରଫଦାରୀ ଏଡ଼ାଇବା ଲାଗି ସୁରକ୍ଷା ଲୋଡ଼ି ସୁପ୍ରିମକୋର୍ଟରେ ନିବେଦନ କରିଥିଲେ। କିନ୍ତୁ ପରମବୀର ସିଂ ଭାରତରେ ଅଛନ୍ତି ନା ବିଦେଶରେ ଆତ୍ମଗୋପନ କରିଛନ୍ତି ନିଜର ସାମ୍ପ୍ରତିକ ଅବସ୍ଥିତି ସଂକ୍ରାନ୍ତରେ ସୂଚନା ନ ଦେଲେ ତାଙ୍କର ଆବେଦନ ଶୁଣାଣି ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମହାରାଷ୍ଟ୍ରର ପରମବୀର ସିଂଙ୍କ ନାମରେ ଅନନ୍ୟ 5ଟି ଅପରାଧିକ ମାମଲା ରୁଜୁ ହେବା ସହ ଜର୍ଜଗାଁଓ ବଟି ଆଦାୟ ମାମଲାରେ ଏକାଧିକ ଜାମିନ ରହିତ ପରୱାନା ଜାରି ହୋଇଛି। ନମ୍ବର 20 ୟୁନେସ୍କୋକୁ ପୁଣି ନିର୍ବାଚିତ ହେଲା ଭାରତ। ମିଳିତ ଜାତିସଂଘର ଶିକ୍ଷା ସାଂସ୍କୃତିକ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡକୁ ଭାରତ ପୁଣି ଥରେ ନିର୍ବାଚିତ ହୋଇଛି। ୟୁନେସ୍କୋ କାର୍ଯ୍ୟନିର୍ବାହୀ ବୋର୍ଡରେ ଭାରତ 2021ରୁ 25 ଯାଏଁ କାର୍ଯ୍ୟ କରିବ। ଭାରତ ସପକ୍ଷରେ 164 ଖଣ୍ଡ ଭୋଟ ପଡ଼ିଥିଲା। ବୁଧବାର ଦିନ ହିଁ କାର୍ଯ୍ୟନିର୍ବାହୀ ସଦସ୍ୟ ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତକୁ 164 ଖଣ୍ଡ ଭୋଟ ମିଳିଛି। ଭାରତ ଗ୍ରୁପ 4ରେ ରହିଛି। ଏଥିରେ ଏସିଆନ୍ ଓ ପାସିଫିକ ରାଷ୍ଟ୍ର ରହିଛନ୍ତି। ଜାପାନ, ଫିଲିପାଇନ୍ସ, କୁକ୍ ଦ୍ୱୀପପୁଞ୍ଜ ଓ ଚାଇନା ମଧ୍ୟ ଭାରତ ଭଳି ୟୁନେସ୍କୋର କାର୍ଯ୍ୟନିର୍ବାହୀ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି। ମିଳିତ ଜାତିସଂଘର 3 ସାମ୍ବିଧାନିକ ପ୍ରତିଷ୍ଠାନ ମଧ୍ୟରୁ ୟୁନେସ୍କୋ କାର୍ଯ୍ୟନିର୍ବାହୀ ବୋର୍ଡ ଅନ୍ୟତମ। ଜେନେରାଲ କନଫରେନ୍ସ ଦ୍ୱାରା ହିଁ ବୋର୍ଡକୁ ରାଷ୍ଟ୍ରଗୁଡ଼ିକ ନିର୍ବାଚିତ ହୁଅନ୍ତି। ନମ୍ବର 21 ଗର୍ଭବତୀ ମାଙ୍କ ସୁବିଧା ପାଇଁ କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର ଘରୋଇ କ୍ଲିନିକ୍ ସହ ବୁଝାମଣା ସ୍ୱାକ୍ଷରିତ।
मातृ एवं शिशु स्वास्थ्य सुरक्षा ପାଇଁ आदिवासी बहुल सुंदरगढ़ जिले में मातृज्योति कार्यक्रम चली जिलार सीमांतवर्ती कोईड़ा लहणीपड़ा और हेमिगिरी ब्लॉकर गर्भवती माँ मान पाखे सुविधार यह सेवा पहुंचाइबापी सुंदरगढ़ जिला प्रशासन केन्दुझर झारसुगुड़ार 3टी घरोई हस्पिटाल सह बुझामणपत्र स्वाक्षर करिछि। मातृज्योति अधीन में सुंदरगढ़ जिलार समस्त गर्भवती माँ को गर्भावस्था मागणार 4 थर अल्ट्रासाउंड सह अन्य परीक्षा सुविधा जोगाई दि जाउछि। एथिपई जिलार 8टी सरकारी डाक्तरखाना एवं 45टी घरोई क्लिनिक को प्रशासन पक्षर अनुबंधित कर गाँ गहड़ू गर्भवती माँ मानू नियाई निर्धारित क्लिनिक रे एही परीक्षा सेवा जोगाई देवा सह डाक्तरंक परामर्श सुनिश्चित कर जाउछि। नंबर 22 मणिपुर रे सेना उपरे आहुरी आक्रमण पई योजना करुछि पीएलए। मणिपुर आसाम राइफल्स उपरे गत सप्ताह होइतिबा आतंकवादी आक्रमण संपर्क में आउ किछि गुइंदा तथ्य हस्तगत होइछि। एही घटना रे जवान मानक गुड़ीमाड़े आतंकवादी संगठन पीएलए रे जणे आतंकवादी गुरुतर आहत होइछंती बोली जणा पड़िछि। ए आहत पीएलए क्याडर एवं मणिपुर चुराचांदपुर जिले में किंबा सीमा सेपटे म्यांमार चीन राज्य में लुचिथिबा संदेह करा जाउछि। गुइंदा सूत्ररू आहुरी सूचना मिलिछि जे सुरक्षा बाहिनी उपरे आहुरी अधिक आक्रमण करने पीएलए योजना करुछि। सुरक्षा बाहिनी जाउथिबा रास्तार आईडी खंजी विस्फोरण करने योजना करा जाउछि। केवल एतिकी नुहे मणिपुर आउ केतेक उग्रवादी संगठन एनएमपीएफ और पीपुल्स रिवोल्यूशनरी पार्टी ऑफ कांगलेई पाक मध्य आक्रमण पई षड्यंत्र करुछि। बालीतळु मिलिला 4500 वर्ष तळर सूर्य मंदिर। इजिप्टर दक्षिण रे थिबा सहर आबु गराबर मरुभूमि तळु मिलिला प्राचीन मंदिर जहाँ प्रत्नतत्त्वविदों को आश्चर्य करिछि। मरुभूमिर बालीतळु ए सूर्य मंदिर मिलिछि जहाँ 4500 वर्ष तळर बोली कुहा जाउछि। दीर्घ 4500 वर्ष हेब मरुभूमिर बालीतळे पोती होई रहिथिला एही मंदिर। एहाकु राजा फारोस निर्माण करिथिले। एहाकु मिस्र राजा फेरो निर्माण करिथिले। तांकर उद्देश्य थिला किभଳି तांको लोके मने रखंतु और भगवान भड़ी पूजा करंतु। कारण मंदिर सह एठारे पिरामिड निर्माण कर जाइथिला जोठारे फेरोंको मृत्यु परे कबर दिया जाउथिला। एहा पूर्वरु इजिप्टर पूर्व अंचल एक प्राचीन सूर्य मंदिर मिलिथिला। आउ एहिठारु जणा पड़िथिला जे देश में आहुरी एभड़ी सूर्य मंदिर रहिछि। आउ सेबेठारु ए मंदिर खोजिबा प्रक्रिया आरंभ होइथिला। नंबर 24 विश्व स्तर में चमकिले एनआईटी छात्र। अंतर्जातीय केम इ जिओपैड प्रतियोगिता रे प्रथम। राउरकेला स्थित जातीय प्रजुक्ति प्रतिष्ठान एनआईटी रो छात्र पुणी अंतर्जातीय स्तर में चमकिछंती। अमेरिका इंस्टीट्यूट ऑफ केमिकल इंजीनियर्स AICHE अंतर्गत केम इ जिओपैड प्रतियोगिता रे ए अनुष्ठान 4 जणिया छात्र दल प्रथम स्थान अधिकार करिसंती। पुरस्कार राशि स्वरूप दल को $400 मिलिछि। एही दलर सदस्य माने हेउचंती प्री फाइनल केमिकल इंजीनियरिंग छात्र स्वागत शुभकांत दास, मिलेन सामंतराय, विरूपास्य पात्र और स्वस्तिक ब्रह्मा। प्रकाश थाउ कि AICHE हेउछि केमिकल इंजीनियर्स मानकु नै गठित वृत्तिगत संगठन। एथिरु प्राय 110टी देशर 60,000 अधिक सदस्य अछंती। नंबर 25 अदृश्य अस्त्रर परीक्षण कला रूसिया पक्षर निजर जिर्कन हाइपरसोनिक क्षेपणास्त्रर सफल परीक्षण कर दाबी कर अदृश्य अस्त्र बोली कहउछंती रूसिया राष्ट्रपति व्लादिमीर पुतिन। रूसियार युद्ध जहाज आडमिराल गोस्कोब्रु एहाकु उत्क्षेपण कर जाइथिला ओ एहा आर्कटिक सागर रे थिबा एक लक्ष्य को निर्भुल भावे भेद करिथिला। हाइपरसोनिक क्षेपणास्त्र गुड़िक शब्दर बेगर 5 गुण बेगरे गति करि पारिबो। एहाकु विश्वर अत्याधुनिक मिसाइल डिफेन्स सिस्टम गुड़िक मध्य भेद करने सक्षम बोली कहा जाउछि। गत अगस्ट मासरे चीन द्वारा हाइपरसोनिक क्षेपणास्त्र परीक्षण करा परे विश्व में एक नुआ प्रकारर अस्त्र प्रतियोगिता आरंभ हो जाइछि। एही प्रतियोगिता रे 2 महाशक्ति अमेरिका रूसिया जोग दैछंती। इतिमध्ये अमेरिका मध्ये निजर हाइपरसोनिक क्षेपणास्त्रर परीक्षण करि सारिछि। नंबर 26 बरगढ़ पई सतर्क घंटी वायुमंडल अस्वास्थ्यकर रिपोर्ट। बरगढ़ जिलावासी सतर्क घंटी बाजिछि। एठारे एक नुआ समस्या मुंड टेकिछि जहाकु रोकिबा पई प्रशासनिक स्तर में किछि उद्यम हेउनाही। कारण एबे धूड़ीगुंड सहरवासी अस्तव्यस्त करि देउछि। स्थिति क्रमशः संगीन होतिबा रिपोर्ट कहूछि। स्वास्थ्यकर परिवेश रे प्रति घनमीटर धूड़ीकण 100 माइक्रोग्राम मध्य रहिबा उचित। वायुमंडल में धूड़ीकण 250 स्टैंडर्ड रु बेसी हेले श्वासक्रिय असुविधा सृष्टि होए। बरगढ़ रे व्यस्तबहुल रास्तार यह 220 स्टैंडर्ड पर्यंत अतिक्रम करुछि। एही मान जिले में गुरुवार 161 स्टैंडर्ड रेकर्ड करा जाइछि। बुधवार यह चलित मासर सर्वाधिक 175 को अतिक्रम करिथिला। विशेषज्ञों रिपोर्ट अनुसार वायुमंडल एभली मान स्वास्थ्य पक्ष अत्यंत क्षतिकारक। विश्व स्वास्थ्य संगठन वार्षिक गाइडलाइन ठारू बरगढ़ वायुमंडल 15 गुणा प्रदूषित बोली कहा जाइछि। नंबर 27 गोवा बीजेपी रे विद्रोह बीजेपी को चेतावनी देले पारिकरंक पुओ।
ବିଜେପିର ହାତ ଛାଡ଼ି ପାରନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ପୁଅ ଉତ୍ପଲ ପାରିକର। ଗୁରୁବାର ଦିନ ଉତ୍ପଲ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ମୋତେ 2022 ନିର୍ବାଚନରେ ପାଣାଜୀ ଆସନରୁ ଟିକେଟ୍ ନ ମିଳେ ତେବେ କଠିନ ନିଷ୍ପତ୍ତି ନେବି। ଏହା ସହ ସେ କହିଛନ୍ତି ଯେ ପ୍ରଥମରୁ ଦଳର ମୁଖ୍ୟଙ୍କୁ କହିଛି ଯେ ମୁଁ ପାଣାଜୀ ନିର୍ବାଚନ ମଣ୍ଡଳୀରୁ ଲଢ଼ିବି, ହେଲେ ଏହାପରେ ଯଦି ଦଳ ମୋତେ ଉକ୍ତ ଆସନରୁ ଟିକେଟ୍ ନ ଦିଏ ତେବେ ମୋତେ କଠିନ ନିଷ୍ପତ୍ତି ନେବାକୁ ପଡ଼ିବ। ସୂଚନା ଥାଉ କି ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ଆତାନାସିଓ ମୋନ୍ସେରେଟ୍ ଓ 9 ଜଣ ଅନ୍ୟ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ଆତାନାସିଓ 2017 ନିର୍ବାଚନରେ ପାଣାଜୀ ଆସନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ। ନମ୍ବର 28 ରାଜ୍ୟରେ 229 କୋଭିଡ୍ ପଜିଟିଭ୍ ଚିହ୍ନଟ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 229 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ 1, ବାଲେଶ୍ୱରରୁ 6, ଭଦ୍ରକରୁ 3, ବଲାଙ୍ଗୀରରୁ 1, କଟକରୁ 18, ଦେବଗଡ଼ରୁ 1, ଗଜପତିରୁ 2, ଗଞ୍ଜାମରୁ 3, ଜଗତସିଂହପୁରରୁ 2, ଯାଜପୁରରୁ 6, ଝାରସୁଗୁଡ଼ାରୁ 2, କେନ୍ଦ୍ରାପଡ଼ାରୁ 4, ଖୋର୍ଦ୍ଧାରୁ 113, କୋରାପୁଟରୁ 3, ମୟୂରଭଞ୍ଜରୁ 11, ନୟାଗଡ଼ରୁ 1, ପୁରୀରୁ 3, ସମ୍ବଲପୁରରୁ 13 ଓ ସୁନ୍ଦରଗଡ଼ରୁ 8 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶରେ 24 ଘଣ୍ଟା ମଧ୍ୟରେ 11,919 ନୂତନ ସଂକ୍ରମଣ ଓ 470 ମୃତ୍ୟୁ ରେକର୍ଡ କରାଯାଇଛି। ନମ୍ବର 29 ଦ୍ୱିତୀୟ କୋଣାର୍କ ପାଇଁ ପୁଣି ଅଣ୍ଟା ଭିଡ଼ା, ଜମି କିଣା ଉପରେ ହେବ ତଦନ୍ତ। କୋଣାର୍କରେ ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର ତିଆରି ପାଇଁ ଏକ ସଂସ୍ଥା ପୁଣି ଅଣ୍ଟା ଭିଡ଼ିଛି। ଉକ୍ତ ସଂସ୍ଥା ସରକାରଙ୍କଠାରୁ ଅନୁମତି ମାଗିବା ପରେ ଏହି ପ୍ରସଙ୍ଗ ଏକ ଭିନ୍ନ ମୋଡ଼ ନେଇଛି। ଦ୍ୱିତୀୟ କୋଣାର୍କ ମନ୍ଦିର ତିଆରି ପାଇଁ ସୂର୍ଯ୍ୟ ମନ୍ଦିର ନିର୍ମାଣ ଅନୁଷ୍ଠାନ ଏକ ପ୍ରେସମିଟ୍ କରିଥିଲା ଏବଂ ସରକାରଙ୍କ ପକ୍ଷରୁ ଅନୁମତି ମଧ୍ୟ ମାଗିଥିଲା। ସାମ୍ବାଦିକ ସମ୍ମିଳନୀରୁ ଜଣାପଡ଼ିଛି ଯେ ଓମ୍ ବାବା ନାମକ ଜଣେ ବ୍ୟକ୍ତି କୋଣାର୍କ ବସ୍ଷ୍ଟାଣ୍ଡ ପାଖରେ ପ୍ରାୟ 2 ଏକର ଜମି କିଣିଥିଲେ। ତେବେ ଓମ୍ ବାବାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଜମିରେ ଦ୍ୱିତୀୟ ମନ୍ଦିର ତିଆରି ପାଇଁ ଆଉ ଏକ ଅନୁଷ୍ଠାନ ଉଦ୍ୟମ କରୁଛି। ସେପଟେ ଏହି ମାମଲାରେ ପୁରୀ ଜିଲ୍ଲାପାଳ କହିଛନ୍ତି ଏହି ଜମିର ତଦନ୍ତ ପାଇଁ ରେଭିନ୍ୟୁ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାପରେ କାର୍ଯ୍ୟାନୁଷ୍ଠାନ ହେବ। ଇତିମଧ୍ୟରେ ଶୁଣିବାକୁ ମିଳୁଛି ଓମ୍ ବାବା କିଣିଥିବା 2 ଏକର ଜମି ସରକାରୀ ଜମି ଏବଂ କିଛି ଲୋକ ସରକାରୀ ଜମିକୁ ଓମ୍ ବାବାଙ୍କୁ ବିକ୍ରି କରିଥିବା ଜଣାପଡ଼ିଛି। ନମ୍ବର 30 ରାଞ୍ଚିରେ ଖେଳାଯିବ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡର ଦ୍ୱିତୀୟ ଟି20 ମ୍ୟାଚ୍। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଅର୍ଥାତ୍ ନଭେମ୍ବର 19ରେ ରାଞ୍ଚିରେ ଖେଳାଯିବ। ରାଞ୍ଚିରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି20 ମ୍ୟାଚ୍ ଉପରେ ସଙ୍କଟର ବାଦଲ ଘୁରି ବୁଲୁଛି। ବାସ୍ତବରେ ଶୁକ୍ରବାର ଦିନ ଏଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍କୁ ସ୍ଥଗିତ ରଖିବାକୁ କିମ୍ବା ଷ୍ଟାଡିୟମର ଅଧା କ୍ଷମତା ସହିତ ମ୍ୟାଚ୍କୁ ଅନୁମତି ଦେବାକୁ ଦାବି କରି ଝାରଖଣ୍ଡ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଛି। ଶୁକ୍ରବାର ଦିନ ଝାରଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଜେଏମ୍ସିଏ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ତୃତୀୟ ଟି20 ମ୍ୟାଚ୍ରେ ଦର୍ଶକଙ୍କ ପାଇଁ 100% ସିଟ୍ ଖୋଲିବା ବିରୋଧରେ ଝାରଖଣ୍ଡ ହାଇକୋର୍ଟର ଓକିଲ ଧୀରଜ କୁମାର ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି। ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।